ଆଜ୍ଞା ପରିଚୟଟା ଦିଅନ୍ତୁ ଆଜିର ପ୍ରୋଗ୍ରାମ ବିଷୟ ଟିକେ। ମୋ ନାଁ ହଉଛି ଧରଣୀଧର ଭୋଇ, ସନ୍ତଳ ଗ୍ରାମ ଘର। ଆଜି ଯୋଉ ଶୀତ ବସ୍ତ୍ର ବଣ୍ଟନ କରାଗଲା ଆପଣଙ୍କ ଗାଁରେ, ଆଜ୍ଞା, ସେ ବିଷୟରେ କହିବେ। ଯାଉ ଅଶେଷ ଅଶେଷ ଧନ୍ୟବାଦ ଦେବି ଆମର ଯୋଉ ଯୁବ ଜାଗ୍ରତ ମଞ୍ଚ ନିଆଳି କଟକ ଓଡ଼ିଶାର ଆମର ଯିଏ ଅଛନ୍ତି ଉଦ୍ୟୋକ୍ତା ଯୋଉ ଆସିଛନ୍ତି ଆମର କଳ୍ପତରୁ ନାରାୟଣ ଦତ୍ତ ଖୁଣ୍ଟିଆ। ଆମେ ତାଙ୍କୁ ଶ୍ରଦ୍ଧାରେ କୁନୁ ଭାଇ ବୋଲି ଡାକିଥାଉ। ସିଏ ଯାହା ହଉ ଆମ ନଗରୀ ପଞ୍ଚାୟତର ଜଣେ ପିଲା ମଧ୍ୟ। ଖୁସି ଲାଗିଲା ଯାହା ହଉ ତାଙ୍କର ତ୍ୟାଗ, ତାଙ୍କର ଯୋଉ ଲୋକ ଜନସେବା ପ୍ରତି ଯେମିତି ଗୋପବନ୍ଧୁଙ୍କର ଥିଲା, ମୋ ଜୀବନ ପଛେ ଆଜ୍ଞା ଯୋଉ ଗୋପବନ୍ଧୁ ଯେମିତି ପର ଉପକାର କରି ଯୋଉ ଲୋକମାନଙ୍କୁ ସାହାଯ୍ୟ ସହଯୋଗରେ ହାତ ବଢେଇଥିଲେ, ଆଜି ମଧ୍ୟ କୁନୁ ଭାଇ ମଧ୍ୟ ଯାହା ହଉ ଆମକୁ ଗର୍ବ ଗୌରବ ଲାଗିଲା ଆମ ଅଞ୍ଚଳର ପିଲା ହେଇକି ସେ ଯୋଉ ପଦକ୍ଷେପ ନେଇଛନ୍ତି ଗରିବ ଲୋକମାନଙ୍କୁ କିଭଳି ଭାବରେ ସାହାଯ୍ୟ ସହଯୋଗରେ ଆଜି ଶୀତ ବସ୍ତ୍ର ବଣ୍ଟନ କରୁଛନ୍ତି, କମ୍ବଳ ଆଜି ଯୋଉ ହାଡ ଭଙ୍ଗା ଶୀତରେ ଲୋକ ବୁଢା ବୁଢୀ ମାନେ ଯୋଉ ଭଳି ଅବସ୍ଥାରେ ଅଛନ୍ତି, ସେ ତାଙ୍କୁ ଆଜି ଯୋଉ ଭଳି କମ୍ବଳ ପ୍ରଦାନ କରିଛନ୍ତି, ତାହାଠୁ ଆଉ ପ୍ରଶଂସନୀୟ ଆଉ କିଛି ନାହିଁ। ବହୁତ ଖୁସି ଲାଗିଲା, ଗର୍ବ ଲାଗୁଛି ଯାହା ହଉ ସିଏ ଜଣେ ଯୁବ ନେତା ଏବଂ ଯୁବକ ମାନଙ୍କର ଆଦର୍ଶ ହେଇକି ଆଜି ସମାଜକୁ ଆସିଛନ୍ତି। ପ୍ରଭୁ ଜଗନ୍ନାଥଙ୍କ ପ୍ରାର୍ଥନା କରିବୁ ତାଙ୍କର ଚଲାପଥ କୁଶମିତ ହଉ, ଏମିତି ସେ ଲୋକମାନଙ୍କ ସାହାଯ୍ୟ ସହଯୋଗ କରନ୍ତୁ, ଏମିତି ଲୋକଙ୍କର ପ୍ରଶଂସାର ପାତ୍ର ହେଇଯାଆନ୍ତୁ। ଆଗକୁ ଆପଣଙ୍କୁ ସହଯୋଗ ପ୍ରତ୍ୟେକ କ୍ଷେତ୍ରରେ ସରକାରଙ୍କ ଯେକୌଣସି ଯୋଜନା ପହଞ୍ଚିବ ବୋଲି ଆପଣ ସେ କହିଛନ୍ତି, କଣ ସେ ବିଷୟରେ କହିବେ। ବହୁତ ପଦକ୍ଷେପ, ବଢିଆ ସୁନ୍ଦର ପଦକ୍ଷେପ ସେ ନେଇଛନ୍ତି ଲୋକମାନଙ୍କ ପାଇଁ କି। ସେ ନିଜେ ବି ମଧ୍ୟ କହିଛନ୍ତି ଯାହା ସୁବିଧା ଅସୁବିଧା ଯାହା ଅସୁବିଧା ଅଛି ସେ ଆଗକୁ କହିଲେ ସିଏ ସରକାରଙ୍କ ପାଖରେ ତାଙ୍କ ନିଜସ୍ୱ ବୁଦ୍ଧି ବଳରେ ଲୋକମାନଙ୍କୁ କିଭଳି ସାହାଯ୍ୟ ସହଯୋଗ କରିବେ, ସରକାର ଅନୁଦାନ କିଭଳି ଭାବେ ଲୋକମାନେ ପାଇପାରିବେ, ଏ ବଢିଆ ସୁନ୍ଦର ଚେଷ୍ଟା ତାଙ୍କର। ଆଜ୍ଞା ପରିଚୟ ଦିଅନ୍ତୁ। ମୋ ନାଁ ଭବାନୀ, ଘର ଗ୍ରାମ ସନ୍ତଳ। ଗୋଟେ ଆପଣଙ୍କର କିଛି ଦିନ ମାନେ ଝିଅର ଧକ୍କା ହେଇଥିଲା ଗାଡିରେ, କଣ ସେ ବିଷୟରେ ଟିକେ କହିବେ କି? ସେ ଆମର ସେ ବାଟ ସବୁ ସଂକୀର୍ଣ୍ଣ ରୋଡ ଅଛି, ତେଣୁ ଗାଡି ଡବଲ ଗାଡି ଯିବା ପାଇଁ ଟିକେ ଅସୁବିଧା, ତେଣୁ ଝିଅ ସନ୍ଧ୍ୟା ବେଳେ ଫେରୁଥିଲେ, ଜଷ୍ଟ ଗାଡି ଅନ୍ଧାର ଯୋଗୁ ବାଡେଇ ହେଇକି ତା ଆଖିଟା ବର୍ତ୍ତମାନ ସେ ବିଷୟରେ ବର୍ତ୍ତମାନ ଆସିଥିଲେ ଆପଣଙ୍କର ଯିଏ କଳ୍ପତରୁ ବାବୁ, ସେ ବିଷୟରେ ଆପଣଙ୍କ ପଦକ୍ଷେପ ନାଇଁ ନାଇଁ ସେ ପଦକ୍ଷେପ ଠିକ ନେଇଛନ୍ତି। ତାପରେ ଛୁଆକୁ ନେଇକି ମେଡିକାଲ ଦେଖେଇ ତାପରେ ସବୁ ଟ୍ରିଟମେଣ୍ଟ ବି ସୁଚାରୁ ରୂପରେ କରିଛନ୍ତି। ଆଉ ଲାଇଟ ର ଯୋଜନା ବି କରିଛନ୍ତି ଯେ ଆମ ଗାଁରେ ଲାଇଟ ଟା ଲାଗିଲେ ଅନ୍ଧାର ଯୋଗୁ ଏଇ ଆକ୍ସିଡେଣ୍ଟ ହଉଛି, ତେଣୁକରି ଇଏ ହବା ପାଇଁ କରିଛନ୍ତି। ଆଗକୁ ବି ଲାଇଟ୍ ଆଉ କିଛି ଯୋଗେଇବେ ବୋଲି ଆଜ୍ଞା ଆଜ୍ଞା କହିଛନ୍ତି, ସମ୍ପୂର୍ଣ୍ଣ ଆମ ସନ୍ତଳ ଗାଁରେ ସବୁ ଜାଗାରେ ପ୍ରାୟ ଅନ୍ଧାର ଜାଗା ଯେମିତି ଦୂର ହବ। ଆପଣଙ୍କର କିଛି ଆର୍ଥିକ ସହଯୋଗ ବି ସେ କରୁଛି। ଆଜ୍ଞା ଆଜ୍ଞା। ଆଜ୍ଞା ପରିଚୟ ଟା। ମୋ ନାଁ ରମାକାନ୍ତ ଭୋଇ, ଗ୍ରାମ ସନ୍ତଳ, ଗ୍ରାମ ପଞ୍ଚାୟତ ନଗରୀ, ବ୍ଲକ ବାରଙ୍ଗ। କଣ ଘଟଣା ଘଟିଥିଲା ସେ ବିଷୟରେ କହିବେ। ଆଜ୍ଞା କଣଟା ଏମିତି ହେଇଥିଲା ପିଲାଟାର ଯୋଉ ଆକ୍ସିଡେଣ୍ଟ ହେଇଥିଲା ତ ଆଜ୍ଞା ଗୋଟେ ଦୁର୍ଭାଗ୍ୟର କଥା, ସେଦିନ ଆମେ ଗୋଟେ ଭୋଜି ଥିଲା ଆମ ଗ୍ରାମରେ, ଆସିଥିଲେ ସେ ଝିଅଟି ତାଙ୍କ କାରରେ ଧୀରେ ଜଷ୍ଟ ଟିକେ ବାଡେଇ ହେଇଗଲେ, କିନ୍ତୁ ଯାହା ହଉ ଆମ ପାଇଁ ସୌଭାଗ୍ୟର କଥା ତାଙ୍କର ଅବଦାନ ଆମ ପାଇଁ ବହୁତ ରହିଲା। ସେ ଲାଇଟ୍ ବ୍ୟବସ୍ଥା ବି କରିଦେଇଛନ୍ତି, ଯେମିତି ଗୋଟେ କଥାରେ ଅଛି ବାୟୁମଣ୍ଡି ଯେମିତି ବରକତ କେଶରୀଙ୍କ ଆଗରେ ପଡିବାରୁ ଆଜି ବାୟୁମଣ୍ଡି ମାର୍ଗ ହେଇଛି, ଯାଉ ସେ ଝିଅଟିର ଅବଦାନ ସକାଶେ ଜାଣ ଆମ ସନ୍ତଳ ଗାଁ ଆଜି ଉଜ୍ଜ୍ୱଳିତ ହେଇଛି। ଆଉ କୁନୁ ବାବୁଙ୍କ ଉଦ୍ଦେଶ୍ୟରେ ତାଙ୍କ ଆମେ ସେଇ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛୁ, ସେଇ ପ୍ରଭୁ ଜଗତନାଥ ଜଗନ୍ନାଥ ତାଙ୍କର ସର୍ବାରିଷ୍ଟ ଗଣନ କରି ସର୍ବଶ୍ରୀ କାଳ ମଙ୍ଗଳ ବିଧାନ ତାଙ୍କ କରନ୍ତୁ, ତାଙ୍କୁ ତଲପତି କୁସୁମିତ କରନ୍ତୁ, ଏତିକି ପ୍ରଭୁ ଜଗନ୍ନାଥ ପାଖରେ ଆମର ପ୍ରାର୍ଥନା। ଝିଅଟିର ଯେତେବେଳେ ଧକ୍କା ହେଲା ସେ ବର୍ତ୍ତମାନ ଦେଖନ୍ତୁ ଧକ୍କା ହେଲା ପରେ ସବୁ ପଳାନ୍ତି। ଆଜ୍ଞା ନାଇଁ ନାଇଁ ତାର କଣ ସବୁ ଟ୍ରିଟମେଣ୍ଟ କରିଥିଲେ? ହଁ ସାଙ୍ଗେ ସାଙ୍ଗେ ତାଙ୍କ କାରରେ ବସି ତାଙ୍କ ବାପାଙ୍କୁ ନେଇକି ମେଡିକାଲ ଗଲେ, ମେଡିକାଲ ତାଙ୍କୁ ଟ୍ରିଟମେଣ୍ଟ କଲେ ଏବଂ ପ୍ରତି ମୁହୂର୍ତ୍ତରେ ଫୋନ କରିକି ଆମ ପାଖରେ ପଚାରନ୍ତି ଝିଅଟିର ଅବସ୍ଥା କେମିତି କଣ ଅଛି, ଆସିକି ବି ଦେଖିଲେ। ଏବେ ବି ପର୍ଯ୍ୟନ୍ତ ତାଙ୍କ ସହିତ ତାଙ୍କ ସମ୍ପର୍କରେ ଅଛନ୍ତି, ଝିଅଟି କିଭଳି ସୁସ୍ଥ ଅଛି କଣ ଅଛି ସେ ବିଷୟରେ ତାଙ୍କର ଚାଲିଛି ତାଙ୍କର। ସରକାରଙ୍କର ଉଜ୍ଜ୍ୱଳୀକରଣ ଯୋଜନା ଥିଲା ବେଳେ ନିଜସ୍ୱ ହାତରୁ ଖର୍ଚ୍ଚ କରି ସେ ବର୍ତ୍ତମାନ ଆପଣଙ୍କ ବହୁତ ବହୁତ ଧନ୍ୟବାଦ ତାଙ୍କ ଆମେ ଖାଲି ସେ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛୁ ତାଙ୍କ ଚଲାପଥ କେମିତି କୁସୁମିତ ହଉ, ଯାହା ହଉ ସେ ଆମ ପାଇଁ ଏତେ ଅବଦାନ କଲେ। ଏତେ ବଡ ହାଡଭଣ୍ଡା ଶୀତରେ ଆମକୁ ଆସିକି ସନ୍ତଳ ଗ୍ରାମରେ ପହଞ୍ଚି ମା ସାର୍ବଜନିକ ପୀଠସ୍ଥଳୀରେ ବୃଦ୍ଧ ବୃଦ୍ଧାଙ୍କୁ ତଥା ଗ୍ରାମବାସୀଙ୍କୁ ହରିଜନ ଜାତିର ସମସ୍ତଙ୍କୁ ଯୋଉ କମଳ ବାଣ୍ଟିଲେ ତାଙ୍କ ପାଖରେ ଆମେ ଚିର ଋଣୀ, ଯାହା ତାଙ୍କର ଭଗବାନ ମଙ୍ଗଳ କରନ୍ତୁ। କଳ୍ପତରୁ ଖୁଣ୍ଟିଆ, ଯୁବ ଜାଗ୍ରତ ମଞ୍ଚ ନିଆଳିର ମୁଁ ମ୍ୟାନେଜିଂ ଟ୍ରଷ୍ଟି। ଆଉ ଆଜି ଆମେ ଏଠି ଆକ୍ଚୁଆଲି ଆମେ ଇଲେକ୍ଟ୍ରି ପ୍ରୋବ୍ଲେମ ଥିଲା ତାଙ୍କର, ଯୋଉଟା ଆପଣ ମାନେ ଜାଣିଥିବେ। ମୁଁ ଗାଡି ନେଇକି ଗଲାବେଳେ ଗୋଟେ ପିଲା ମଧ୍ୟରେ ବାଡେଇ ହେଇଯାଇଥିଲା। ମୁଁ ଦେଖିଲି ତାଙ୍କ ସମସ୍ୟା ଅଛି ଏଠି, ଆଗ ତାଙ୍କର ଆମେ ଲାଇଟ୍ କିଛି ଦେଇଛୁ, ଆଉ ଏଠି ବୁଦ୍ଧିମାନ ଯୋଉମାନେ ସବୁ ଅଛନ୍ତି ବୟୋଜ୍ୟେଷ୍ଠ ଲୋକ, ତାଙ୍କୁ ଆମେ ଦେଖିଲୁ କମଳ ବଣ୍ଟନ ଆଜି ଆମେ କାର୍ଯ୍ୟକ୍ରମ କରିଥିଲୁ। ଆମର ଆକ୍ଚୁଆଲି ଯୁବ ଜଗତ ମଞ୍ଚର ଉଦ୍ଦେଶ୍ୟ ହେଲା ବିଶେଷ କରି
सरकारी योजना केमती पहुंचो माननीय विधायक सहित कथा माननीय एमपी सहित कथा सरकार सरकार योजना ठीक से लोक पाखे पहुंच पाए सरकार योजना अवेयरनेस हवा दरकार से कलेक्टर सहित आम आलोचना कर आगामी दिन में सरकार योजना कौन अच्छी साधारण लोक जानवा दरकार से युव जागृत मंच ये पदक्षेप नहीं विभिन्न जगह अवेयरनेस प्रोग्राम कर आगामी दिन में लोक सरकार योजना उपकृत हूँ এটা আমার মূল উদ্দেশ্য কিছু লোক কি সাধারণ লোক আইন বিষয়ে জানুনাহাନ୍ତି ଆପଣ ବି ସେମାନଙ୍କୁ ସୁବିଧାରେ ଆଇନ ଦେଖନ୍ତୁ ଆମର ମାଗଣା ଆଇନ ଆମେ ଯୋଗାଉଛୁ ଯୋଉମାନେ ଚାହିଁଲେ ମଧ୍ୟ ଆମଠୁ ଆଡଭୋକେଟ ରାଜୀବ ପଟ୍ଟନାୟକ ଆମ ସହିତ ଅଛନ୍ତି ସପ୍ତାହରେ 3 ଦିନ ସେ ରହୁଛନ୍ତି ଡକ୍ଟର ଜୟଶ୍ରୀ ମହାପାତ୍ର ମଧ୍ୟ ଅଛନ୍ତି ସେ ମଧ୍ୟ ସପ୍ତାହରେ 2 ଦିନ ଆସିପାରିବେ ବିଭିନ୍ନ କାଉନସିଲିଂ ଆମ କରାଉଛି ଲୋକ ସେଟା ଜାଣିନାହାନ୍ତି ଯେ ଆପଣ ମାଧ୍ୟମରେ এটা ଜାଣିବେ ଆଗାମୀ ଦିନରେ ଆମେ ଏଇ ମଇଦ୍ରପଡ଼ା ଡିଷ୍ଟ୍ରିକ୍ଟ ତଳେ ଗୋଟେ ଚାମ୍ବର ଅଛି ଆମେ ସେଠି ମାଗଣା ଲୋକଙ୍କୁ ଆଇନ ଯୋଗାଉଛୁ ତା ସହିତ ବିଭିନ୍ନ କାର୍ଯ୍ୟକ୍ରମ ଲୋକଙ୍କ ସମସ୍ୟା ନେଇକି ଆମେ ଏଟା ନିଆଳି ଭିତରେ ଗୁଡେ ବହୁତ ଗୁଡେ ଅର୍ଗାନାଇଜେସନ ଆମ ସହିତ ଆଟାଚମେଣ୍ଟ ଏବେ ହେଲେଣି ଆମେ ଏବେ କାମ କରିବା ଷ୍ଟାର୍ଟ କରୁଛୁ ସେଟା ଦେଲ ତମ ନାଁଟା ମୋ ନାଁ ଶରତ କୁମାର ମଲ୍ଲିକ ଘର ନଗରୀ କଣ କହିବେ ଆଜି ଯୋଉ କମଳ ଶୀତରେ ଆଜି କମଳ ବଣ୍ଟା ହେଲା କଣ କହିବେ ସେଥିରେ ଶୀତ କମଳରେ ଥରଥର ହବାରୁ ଖୁଣ୍ଟିଆ ଆମକୁ କମଳ ସାହାଯ୍ୟ କରିଛନ୍ତି ତାଙ୍କୁ ମଙ୍ଗଳ ମଙ୍ଗଳ ଏମିତି ପ୍ରତିବର୍ଷ ପ୍ରତିଦିନ ଦଉଛନ୍ତି କଣ ତାଙ୍କୁ କହିବ ତାଙ୍କୁ ଆମେ ଭଲ ସ୍ୱାଗତ ଜଣାଉଛୁ